ତାଙ୍କର ପିଲାଦିନର ନାଁ ହେଉଛି ଦେବବ୍ରତ। ତାଙ୍କର ପିଲାଦିନର ନାଁ ହେଉଛି ଦେବବ୍ରତ। ତାଙ୍କର ବାପାଙ୍କ ନାଁ ହେଉଛି ଶାନ୍ତନୁ, ମାଆଙ୍କ ନାଁ ହେଉଛି ଗଙ୍ଗା ମା। ତ ସିଏ ମହାରାଜ ଶାନ୍ତନୁଙ୍କର ପୁତ୍ର ଥିଲେ। ହେଲେ ଦିନେ କ'ଣ ହେଇଛି, ଆମର ମହାରାଜ ଶାନ୍ତନୁ ସେ ନୌକା ବିହାର କରିବାକୁ ଯାଇଛନ୍ତି। ସେ ଗୋଟେ କନ୍ୟାକୁ ଦର୍ଶନ କଲେ। ସେ ହେଉଛନ୍ତି ମତ୍ସ୍ୟକନ୍ୟା, ଆପଣ ନାଁ ଶୁଣିଥିବେ। ସେ ମତ୍ସ୍ୟକନ୍ୟା ତାଙ୍କ ନାଁ ହେଉଛି ସତ୍ୟବତୀ। ସତ୍ୟବତୀକୁ ଦର୍ଶନ କଲେ, ତାଙ୍କ ପ୍ରତି ସେ ଆକର୍ଷିତ ହେଲେ। ତାଙ୍କ ପିତାଙ୍କୁ ଯାଇ କହିଲେ, ମତ୍ସ୍ୟକନ୍ୟାର ବାପାଙ୍କୁ କହିଲେ କି ମୁଁ ଆପଣଙ୍କର କନ୍ୟାକୁ ପାଣି ଗ୍ରହଣ କରିବାକୁ ଚାହୁଁଛି। ତ ତାଙ୍କ ପିତା ବହୁତ ଖୁସି ହେଲେ, ଯାହା ହଉ ହସ୍ତିନାପୁରର ରାଜା ଶାନ୍ତନୁ ମହାରାଜ ମୋର କନ୍ୟାକୁ, ମୋର ଝିଅକୁ ବାହା କରିବାକୁ ଚାହୁଁଛନ୍ତି। ବହୁତ ଖୁସି ହେଲେ। କିନ୍ତୁ ସିଏ କ'ଣ କଲେ, ରାଜାଙ୍କୁ ପ୍ରତିଜ୍ଞା କରିବାକୁ କହିଲେ। କ'ଣ ନା, ମୋର ଝିଅର ସନ୍ତାନ ହସ୍ତିନାପୁରର ରାଜା ହେବେ। ଯଦି ରାଜି ବିବାହ କରିପାର, କିଛି ଅସୁବିଧା ନାହିଁ। ତ ରାଜା ଯେମିତି ଏକଥା ଶୁଣିଲେ, ଶ୍ରୀ ରାଧା ରାଧାକାନ୍ତ ଭଗବାନ କି ରାଜା ଯେମିତି ଶୁଣିଲେ ମନ ଦୁଃଖ ହେଲା। କ'ଣ ପାଇଁ? ତାଙ୍କର ଗୋଟେ ପୁଅ ଥିଲା ଦେବବ୍ରତ। ସିଏ ଥାଉ ଥାଉ ତାଙ୍କର ପୁତ୍ର ସତ୍ୟବତୀଙ୍କର ପୁତ୍ର କିପରି ସେ ରାଜା ହେଇପାରିବନି। ତ ସେ ମନ ଦୁଃଖରେ ରହିଲେ। ତାପରେ ଦେବବ୍ରତ କ'ଣ କଲେ, ଶାନ୍ତନୁ ମହାରାଜଙ୍କୁ କଥା ଜାଣିପାରିଲେ, ତାଙ୍କ ହୃଦୟର କଥା, ତାଙ୍କ ମନର କଥା ଜାଣିପାରିଲେ। କ'ଣ କଲେ, ସେ ସିଧା ଗଲେ ଯେଉଁ ମତ୍ସ୍ୟକନ୍ୟା ସତ୍ୟବତୀଙ୍କର ବାପାଙ୍କ ପାଖକୁ କହିଲେ ହେ ବାପା, ତମେ ବିନା ଦ୍ୱିଧାରେ ତୁମର କନ୍ୟାକୁ ମୋ ବାପାଙ୍କୁ ବାହା କର, କିଛି ଅସୁବିଧା ନାହିଁ। ମୁଁ ଶପଥ କରି କହୁଛି, ମୁଁ ବିବାହ କରିବି ନାହିଁ। ମୁଁ ବିବାହ କରିବିନି। ତୁମର କନ୍ୟାର ପିଲାମାନେ ହିଁ ଏ ବଂଶର ଉତ୍ତରାଧିକାରୀ ହେବେ। ଯେତେବେଳେ ଏ କଥା ଶୁଣିଲେ ବହୁତ ଖୁସି ହେଲେ। ଖୁସି ହେଇକିରି ତାଙ୍କ କନ୍ୟାକୁ ମହାରାଜ ଶାନ୍ତନୁକୁ ପ୍ରଦାନ କଲେ। ତାପରେ ମହାରାଜ ଶାନ୍ତନୁ ବିବାହ କଲେ। ବିବାହ କଲା ପରେ ତାଙ୍କର ଦୁଇଟି ପୁତ୍ର ଜନ୍ମ ହୋଇଥିଲା। ଗୋଟେ ହେଉଛି ଚିତ୍ରାଙ୍ଗଦ, ଆଉ ଗୋଟେ ହେଉଛି ବିଚିତ୍ର ବୀର୍ଯ୍ୟ, ଆପଣ ନାଁ ଶୁଣିଥିବେ। ହେଲେ ସେ ସମୟରେ କ'ଣ ହେଇଛି ନା, ସ୍ୱର୍ଗରେ ଗୋଟେ ଗନ୍ଧର୍ବ ଥିଲେ, ତାଙ୍କ ନାଁ ହେଉଛି ଚିତ୍ରାଙ୍ଗଦ, ଆଉ ଗୋଟେ ତାଙ୍କ ନାଁ ଥିଲା। ହେଲେ ସେ ଯେଉଁ ଗନ୍ଧର୍ବ ଚିନ୍ତା କଲା, ଆରେ ମୁଁ ଗୋଟେ ଏତେ ବଡ଼ ବୀର ଥାଉ ଥାଉ ଇଏ ମୋତେ ନଗରେ ଆଉ ଗୋଟେ କୁଆଡ଼େ ଆସିଲେ ଚିତ୍ରାଙ୍ଗଦ, ସିଏ କ'ଣ ଅଧିକ ବୀର ମୋଠୁ ଅଛି। ତ ଯେମିତି ଖବର ପାଇଲେ, ସେ ଆସିଲେ ଯେଉଁ ଚିତ୍ରାଙ୍ଗଦକୁ ଯୁଦ୍ଧ ପାଇଁ ଆହ୍ୱାନ ଦେଲେ। ଯେମିତି ଆହ୍ୱାନ ଦେଲେ, ଚିତ୍ରାଙ୍ଗଦ କ୍ଷତ୍ରିୟର ଧର୍ମ, ଯୁଦ୍ଧ ପାଇଁ ଯଦି କିଏ ଆହ୍ୱାନ ଦେବ ସେ ପଛଘୁଞ୍ଚା ଦେବେନି। ତ ତାଙ୍କ ଦୁଇ ଜଣ ଯାହା ଭିତରେ 7 ବର୍ଷ କାଳ ଯୁଦ୍ଧ ହେଲା। ତ ଯୁଦ୍ଧ ହେଲା ପରେ ଆମର ଚିତ୍ରାଙ୍ଗଦ ଯୁଦ୍ଧରେ ପରାସ୍ତ ହୋଇକରି ମୃତ୍ୟୁବରଣ କଲେ। ତ ତାଙ୍କର କୌଣସି ସନ୍ତାନ ନଥିଲା। ସେ ତ ବିବାହ କରିନଥିଲେ, ସନ୍ତାନ ନଥିଲା। ବାକି ରହିଲେ ବିଚିତ୍ର ବୀର୍ଯ୍ୟ। ବିଚିତ୍ର ବୀର୍ଯ୍ୟ ଏତେ ଶକ୍ତିଶାଳୀ ନଥିଲେ, କିନ୍ତୁ ତଥାପି ଆପଣ ଶୁଣିଥିବେ, ଯେତେବେଳେ ପିତାମହ ଭୀଷ୍ମ 3ଟା କନ୍ୟାକୁ ନେଇକି ଆସିଲେ। କିଏ? ଅମ୍ବା, ଅମ୍ବିକା, ଅମ୍ବାଳିକା, 3ଟା କନ୍ୟାକୁ ନେଇକି ଆସିଲେ। ନେଇ ଆସିକିରି ବିଚିତ୍ର ବୀର୍ଯ୍ୟକୁ ପ୍ରଦାନ କଲେ। ସେଥିରେ ଯିଏ ଅମ୍ବା ଥିଲେ, ସେ ଅମ୍ବା କହିଲେ, ତମେ ଜବରଦସ୍ତ ନେଇକିରି ଆସିଛ, ମୋର ମନ ଅନ୍ୟ ଜଣଙ୍କ ପାଖରେ ଥିଲା, ତେଣୁ ମୁଁ ବିବାହ କରିପାରିବି ନାହିଁ। ତ ଭୀଷ୍ମ ପିତାମହ କହିଲେ, ମୋର ସେଥିରେ କିଛି ଦୋଷ ନାହିଁ। ତମେ ଯଦି ମୋତେ ଦୋଷ ବୋଲି ଭାବୁଛ, ତାହେଲେ ମୋ ଗୁରୁଙ୍କୁ ଯାଇ କୁହ। କିଏ? ତାଙ୍କର ଗୁରୁ, ପରଶୁରାମ ତାଙ୍କ ଗୁରୁଙ୍କୁ ଯାଇ କୁହ ବୋଲି କହିଲେ। ଇଆଡ଼େ ବିଚିତ୍ର ବୀର୍ଯ୍ୟକୁ ଅମ୍ବିକା ଓ ଅମ୍ବାଳିକାକୁ ବିବାହ କଲେ।
ସେ ଅମ୍ବା କ'ଣ କଲେ ଯାଇ ପରଶୁରାମଙ୍କୁ କହିଲେ କହିଲେ ଦେଖ ତୁମ ଗୁରୁଙ୍କର ତୁମ ଶିଷ୍ୟ ଭୀଷ୍ମ ଏ ପ୍ରକାର ଅନ୍ୟାୟ କରିଛନ୍ତି ମୋ ପ୍ରତି, ଆପଣ ନ୍ୟାୟ କରନ୍ତୁ। ମୋତେ ଜବରଦସ୍ତ ଆଣିଲେ ଆଉ ମୋତେ ବିବାହ ବି କରୁନାହାନ୍ତି, ଆପଣ କୁହନ୍ତୁ ଭୀଷ୍ମ ପିତା ମୋତେ ବିବାହ କରିବେ। ତ ଯେମିତି କହିଲେ ପରଶୁରାମ ଭୀଷ୍ମଙ୍କୁ ଡକେଇଲେ, କହିଲେ ଯେହେତୁ ତୁମେ ତାଙ୍କୁ ଜବରଦସ୍ତ ଆଣିଛ ତେଣୁ ତୁମର ଧର୍ମ ହେଉଛି ତାଙ୍କୁ ବିବାହ କରିବା, ତୁମେ ବିବାହ କର। ତ ଭୀଷ୍ମ ପିତାମହ କହିଲେ ମୁଁ ବିବାହ କରିବିନି, ମୁଁ ପ୍ରତିଜ୍ଞା କରୁଛି ମୁଁ ବିବାହ କରିବିନି। ତ ଠିକ୍ ଅଛି, ଯଦି ତୁମେ ବିବାହ କରିବନି ତାହେଲେ ମୋ ସହିତ ଯୁଦ୍ଧ କର। ତ ଭୀଷ୍ମ କହିଲେ ରାଜି ଅଛି, ମୁଁ ଯୁଦ୍ଧ କରି ଆପଣଙ୍କ ସେଥିରେ। ତ ଯୁଦ୍ଧ ହେଲା। ଶେଷକୁ ନାରଦ ମୁନି ନା କିଏ ଆସିକି ସେ ଲଢ଼େଇକୁ ବନ୍ଦ କରିଛନ୍ତି ଭୀଷ୍ମଙ୍କର ଆଉ ପରଶୁରାମଙ୍କର। ତ ଏତେ ନିଷ୍ଠାବାନ ଥିଲେ ଭୀଷ୍ମ। ତାପରେ ଆପଣ ଶୁଣିଥିବେ ଆଗକୁ ତାଙ୍କର କୌଣସି ସନ୍ତାନ ହେଲାନି। କିଛି ଦିନ ପରେ, ବିବାହର କିଛି ଦିନ ପରେ ଆମର ବିଚିତ୍ର ବୀର୍ଯ୍ୟ ମୃତ୍ୟୁବରଣ କଲେ, ତାଙ୍କର କୌଣସି ସନ୍ତାନ ନଥିଲା। ଶେଷକୁ ତାଙ୍କର ରାଜାମାନଙ୍କ କ୍ଷେତ୍ରରେ ଏସବୁ ଅଧିକାର ଅଛି, ଯେହେତୁ ରାଜାଙ୍କର ଯଦି କିଛି ସନ୍ତାନ ନଥିବ ତାଙ୍କର ଭାଇଙ୍କୁ ଡକେଇକି ତାଙ୍କ ଦ୍ୱାରା ସନ୍ତାନ ପ୍ରଦାନ କରିପାରିବେ ରାଜ୍ୟ ଶାସନ କରିବା ପାଇଁ। ତ ଏସବୁ ବିଚାରକୁ ଆଗକୁ ନେଇକରି କ'ଣ କଲେ ନା ସତ୍ୟବତୀଙ୍କୁ ସତ୍ୟବତୀ କ'ଣ କଲେ ନା ଭୀଷ୍ମଙ୍କୁ କହିଲେ, ପ୍ରଥମେ କହିଲେ ଭୀଷ୍ମ ମୁଁ ତୁମର ଯେଉଁ ବଚନ ତୁମେ ଦେଇଛ ସେ ବଚନକୁ ମୁଁ ବାପସ ନେଉଛି, ମୁଁ ନେଇଯାଉଛି। ତୁମେ ଯେଉଁ ବଚନ ଦେଇଛ ବିବାହ କରିବିନି ବୋଲିକିରି ମୁଁ ତୁମକୁ ବାପସ ନେଉଛି, ତୁମେ ବିବାହ କର। ଯେହେତୁ ଆମର କୌଣସି ସନ୍ତାନ ଆମର ବଂଶରେ ହେଲାନି, ବିବାହ କର। ଭୀଷ୍ମ କହିଲେ ସୂର୍ଯ୍ୟ ଉତ୍ତାପ ଛାଡ଼ିଦେବ, ଜଳ ଆର୍ଦ୍ରତା ଛାଡ଼ିଦେବ, କିନ୍ତୁ ମୁଁ ମୋ ବଚନରେ ଅଟଳ ରହିବି, ମୁଁ ବଚନ ଛାଡ଼ି ପାରିବିନି, ମୁଁ ବିବାହ କରିପାରିବିନି। ତ ସେତେବେଳେ ସତ୍ୟବତୀ କିଛି ଉପାୟ ନ ଦୃଷ୍ଟିକିରି ସେ ତାଙ୍କର ପ୍ରଥମ ପୁତ୍ର, କିଏ ସତ୍ୟବତୀଙ୍କର ପ୍ରଥମ ପୁତ୍ର ହେଉଛନ୍ତି ବ୍ୟାସଦେବ। ସେ ସତ୍ୟବତୀଙ୍କ ପୂର୍ବରୁ ସେ ପରାଶର ମୁନିଙ୍କୁ ସେ ପତି କରିଥିଲେ। ପରାଶର ମୁନି ତାଙ୍କୁ କହିଥିଲେ ମୁଁ ତୁମକୁ ଗୋଟେ ବିଶେଷ ପୁତ୍ର ପ୍ରଦାନ କରିବି, ଯିଏକି ଆଗକୁ ସବୁ ପ୍ରକାର ଗ୍ରନ୍ଥ ରଚନା କରିବେ, କିନ୍ତୁ ତୁମର ସତୀତ୍ୱ ନଷ୍ଟ ହେବନି। ତ ଏ ବର ପ୍ରଦାନ କରିଥିଲେ ପରାଶର ମୁନି। ତ ତାଙ୍କର ପ୍ରଥମ ପୁତ୍ର ଥିଲେ ବ୍ୟାସଦେବ। ସେ ବ୍ୟାସଦେବଙ୍କୁ ଡକାଇଲେ, ସେ କହିଥିଲେ ତମେ ଯେତେବେଳେ ଡାକିବ ମୁଁ ଆସିବି, ବ୍ୟାସଦେବ କହିଥିଲେ ତାଙ୍କ ମାଆଙ୍କୁ। ତ ସେ ଆସିଲେ। ଆସିଲା ପରେ ତାଙ୍କର ବ୍ୟାସଦେବଙ୍କର ଦ୍ୱାରା ଅମ୍ବିକା ଆଉ ଅମ୍ବିକାଙ୍କୁ କହିଲେ ବ୍ୟାସଦେବଙ୍କୁ ତମେ ଅମ୍ବିକା ଆଉ ଅମ୍ବାଳିକାଙ୍କର ଗର୍ଭରେ ସନ୍ତାନ ପ୍ରଦାନ କରନ୍ତୁ। ତ ବ୍ୟାସଦେବ କ'ଣ କଲେ, ଅମ୍ବିକା ପାଖକୁ ଯେତେବେଳେ ଗଲେ ଅମ୍ବିକା ସେ ଡରିଗଲେ, ଡରିକିରି ସେ ଆଖି ବନ୍ଦ କରିଦେଲେ। ତାଦ୍ୱାରା ତାଙ୍କର ପୁତ୍ର, ସେ କହିଲେ ତୁମ ପୁତ୍ର ହେବ କିନ୍ତୁ ଅନ୍ଧ ହେଇକି ଜନ୍ମ ହେବ। ତାପରେ ଅମ୍ବାଳିକା ପାଖକୁ ଯେତେବେଳେ ଗଲେ ତାଙ୍କର ବି ଗୋଟେ ପୁତ୍ର ହେବ, କିନ୍ତୁ ସେ ଯେତେବେଳେ ଭୟଭୀତ ହୋଇଥିଲେ ତାଙ୍କ ପୁତ୍ର ଟିକେ ରୁଗ୍ଣ ଭଳିଆ ହେବ ବୋଲି କହିଥିଲେ। ତାପରେ ସତ୍ୟବତୀ କ'ଣ କଲେ ନା ପୁଣି ଆଉଥରେ ପଠାଇଲେ, କହିଲେ ଅମ୍ବିକାଙ୍କୁ ପୁଣି ଆଉ ଗୋଟେ ପୁତ୍ର ଦିଅନ୍ତୁ। ତ ସେ ଅମ୍ବିକା ଯେତେ ଭୟଭୀତ ହୋଇଥିଲେ ସେ ତାଙ୍କର ଭୟରେ ସିଏ ନିଜେ ନ ଯାଇକରି ଗୋଟେ ଦାସୀଟାକୁ ପଠାଇଦେଲେ। ତ ସେ ଦାସୀ ଯେମିତି ଗଲେ ସିଏ କୌଣସି ଭୟ ହେଲେନି। ଦାସୀ ଆମର ବ୍ୟାସଦେବଙ୍କୁ ବହୁତ ସୁନ୍ଦର ସେବା କଲେ, ତାଙ୍କୁ ପ୍ରସାଦ ଦେଲେ, ତାଙ୍କୁ ସେବା କଲେ। ତାଙ୍କ ସେବାରେ ସନ୍ତୁଷ୍ଟ ହେଇକରି ସେ ତାଙ୍କୁ ଗୋଟେ ପୁତ୍ର ଦେଲେ। କହିଲେ କି ତୁମର ଏଇ ଯେଉଁ ପୁତ୍ର ହେବ ଇଏ ସବୁଠୁ ବହୁତ ବଡ଼ ଜ୍ଞାନୀ ହେବ, ନୀତିବାନ ହେବ, ପୁରା ହସ୍ତିନାପୁରରେ ସମସ୍ତଙ୍କୁ ଇଏ ଜ୍ଞାନ ପ୍ରଦାନ କରିବ। ତାଙ୍କୁ ଆଶୀର୍ବାଦ ଦେଲେ। ତଦ୍ୱାରା ତାଙ୍କର ଗର୍ଭରୁ ଆସିଲେ କିଏ, ବିଦୁର ଜନ୍ମ ହୋଇଥିଲେ ତାଙ୍କ ଗର୍ଭରୁ। ଏ ପ୍ରକାର ହୋଇଥିଲା। ତାପରେ ଆପଣ ଜାଣିଥିବେ ଧୃତରାଷ୍ଟ୍ର ସେ ତ ଜନ୍ମରୁ ଅନ୍ଧ ଥିଲେ,
କିନ୍ତୁ ଭୀଷ୍ମ ପିତାମହ ତାଙ୍କର ସନ୍ତାନମାନଙ୍କୁ ତାଙ୍କର ଏତେ ଭଲ ପାଉଥିଲେ, ଭୀଷ୍ମଙ୍କୁ ଧୃତରାଷ୍ଟ୍ରକୁ ସବୁ ପ୍ରକାର ଯୁଦ୍ଧ ବିଦ୍ୟା, ସବୁ ପ୍ରକାର ବଳ କୌଶଳ ସବୁ ଶିଖେଇଥିଲେ। ଆଉ ପାଣ୍ଡୁ ରାଜା ହେଲେ, ଯେହେତୁ ଧୃତରାଷ୍ଟ୍ର ବଡ଼ ହେଲେ ମଧ୍ୟ ସେ ଯେହେତୁ ଅନ୍ଧ ଥିଲେ, ପାଣ୍ଡୁକୁ ରାଜା କରିଲେ। ପାଣ୍ଡୁ ରାଜା ହେଲା ପରେ ସତ୍ୟବତୀ ପାଣ୍ଡୁକୁ କହିଲେ, ତୁମେ ଯାଅ ବନ ବିହାର କର ତୁମ ପତ୍ନୀମାନଙ୍କୁ ନେଇକରି। ତ যিনি ବନ ବିହାର କରିଛନ୍ତି ତାଙ୍କର ପତ୍ନୀ ଦୁଇଟା ପତ୍ନୀ, ଗୋଟେ ହେଉଛନ୍ତି ମାଦ୍ରୀ ଆଉ ଗୋଟେ ହେଉଛନ୍ତି କୁନ୍ତୀ। ତାଙ୍କ ଦୁଇ ଜଣଙ୍କୁ ନେଇ ବନ ବିହାର କଲେ। ବନ ବିହାର ସମୟରେ କ'ଣ ହେଇଛି ନା ବଣରେ ଗୋଟେ ହରିଣକୁ ଦେଖିଥିଲେ ମାଦ୍ରୀ। ତ ସେ ହରିଣକୁ ପାଇବା ପାଇଁ ଆମର କାହାକୁ ପାଣ୍ଡୁ ରାଜାକୁ କହିଲେ। ପାଣ୍ଡୁ ରାଜା ଶିକାର କରିବାକୁ ଯେତେବେଳେ ଗଲେ ସେ ହରିଣ ନଥିଲେ, ସେ ଗୋଟେ ଋଷିଟି ହରିଣ ରୂପ ନେଇକରି ସେ ବଣରେ ତାଙ୍କର ସଙ୍ଗ ଲାଭ କରୁଥିଲେ। ତ ସେ କ'ଣ କଲେ, ସେ ହରିଣଟାକୁ ବଧ କଲେ। ବଧ କରିବା ସମୟରେ ସେ ନିଜ ରୂପକୁ ଆସି ଋଷି ସେ ଶାପ ଦେଲେ, କହିଲେ ଆମେ ଯେମିତି ସଙ୍ଗ ଲାଭ ସମୟରେ ମୃତ୍ୟୁବରଣ କରୁଛୁ, ତମେ ସେମିତି ତମେ ଯଦି କୌଣସି ତୁମର ପତ୍ନୀ ପାଖକୁ ଯଦି ଯିବ ସାଙ୍ଗେ ସାଙ୍ଗେ ମୃତ୍ୟୁ ହେବ। ଏ ପ୍ରକାର ଅଭିଶାପ ଦେଇଥିଲେ ସେ ଋଷି। ତ ତାପରେ ତାଙ୍କର କଥା ସତ୍ୟ ହୋଇଥିଲା। ବଣରେ ସେ ତ କହିଥିଲେ, କୁନ୍ତୀଙ୍କୁ କହିଲେ କି ମୋର ଏ ପ୍ରକାର ଅସୁବିଧା ଅଛି, ଆଉ ମୁଁ ଯଦି ତୁମର ଶୋଷ କରିବି ମୋର ମୃତ୍ୟୁ ଲାଭ ହେବ, ମୁଁ ତୁମ ସଙ୍ଗ ଲାଭ କଲେ। ତ କୁନ୍ତୀ କହିଲେ, ତୁମେ ଚିନ୍ତା କରନି, ମୋତେ ବର ମିଳିଛି, ଦେବତାମାନଙ୍କ ଦ୍ୱାରା ବର ମିଳିଛି, ମୁଁ ସନ୍ତାନ ପାଇପାରିବି, କିନ୍ତୁ ତୁମର ଆଦେଶ ହେଲେ ହିଁ ସେସବୁ ହେବ। ତ ପାଣ୍ଡୁ ରାଜାଙ୍କର ଆଦେଶ କ୍ରମେ କୁନ୍ତୀଙ୍କର 5ଟି ପୁତ୍ର, 5ଟି ଦେବତା, ସୂର୍ଯ୍ୟ ଦେବତା, ଧର୍ମ ଦେବତା ଆଉ ଅଶ୍ୱିନୀ କୁମାର, ଏମାନେ ସମସ୍ତଙ୍କ ଦେବତାମାନଙ୍କର କୃପାରୁ ତାଙ୍କର 5ଟି ପୁତ୍ର ଜନ୍ମ ହୋଇଥିଲା। ତାପରେ ପାଣ୍ଡୁ ରାଜା ଦିନେ ଯେଉଁ ଭଗବାନଙ୍କର ମାନେ ଘଟଣାକ୍ରମେ ସେ ଆମର ମାଦ୍ରୀଙ୍କର ସହିତ ସଙ୍ଗ ଲାଭ କରି ସେ ମୃତ୍ୟୁ ଲାଭ କଲେ। ତାପରେ ଆପଣ ତ ଜାଣିଥିବେ ସେତେବେଳକୁ ସତୀଦାହ ପ୍ରଥା ଥିଲା। କୁନ୍ତୀ ମାଦ୍ରୀ ଦୁଇ ଜଣ ଯାକ ଭିତରୁ କିଏ ସତୀଦାହ କରିବେ? କୁନ୍ତୀ କହିଲେ ମୁଁ କରିବି, ମାଦ୍ରୀ କହିଲେ ମୁଁ କରିବି। ତ ଦୁଇ ଜଣ ଯାକ ଭିତରେ ଯେତେବେଳେ କମ୍ପିଟିସନ୍ ହେଲା, ଶେଷକୁ ମାଦ୍ରୀ କହିଲେ କୁନ୍ତୀକୁ, ଦେଖ ଭଉଣୀ, ତୁମର ଭେଦଭାବ ନାହିଁ, ମୋର ଭେଦଭାବ ଅଛି। ମୋ ପୁଅ ତୁମ ପୁଅ ଭିତରେ ତୁମର ଭେଦଭାବ ନାହିଁ, କିନ୍ତୁ ମୋର ଭେଦଭାବ ଅଛି। ମୁଁ ଯଦି ବଞ୍ଚିବି ତୁମ ପୁଅ ମୋ ପୁଅ ଭିତରେ ଭେଦଭାବ କରିବି, କିନ୍ତୁ ତୁମେ ବଞ୍ଚିଲେ ସେ କରିବନି, ତେଣୁ ମୁଁ ହିଁ କରିବି ମାନେ ସ୍ୱାମୀଙ୍କ ସାଥିରେ। ତ ସିଏ ସ୍ୱାମୀଙ୍କ ସାଥିରେ ସତୀଦାହ ହୋଇଥିଲେ, କୁନ୍ତୀ ରହିଥିଲେ। ତ ଏ ପ୍ରକାର ତାଙ୍କର ଯେଉଁ ଘଟଣା ହେଇଥିଲା। ତ ମୋର ଏ ଯେଉଁ କହିବାର ତାତ୍ପର୍ଯ୍ୟ, ପିତାମହ ଭୀଷ୍ମ ଏତେ ବଡ଼ ବ୍ୟକ୍ତିତ୍ୱ ଏସବୁ ଅର୍ଜୁନ ଜାଣିଥିଲେ। ଯେ ପିତାମହ ଭୀଷ୍ମ ଜଣେ ସାଧାରଣ ବ୍ୟକ୍ତି ନଥିଲେ। ସେ ସବୁବେଳେ ତାଙ୍କର ଗୋଟେ ଚିନ୍ତା ନା ଏ ହସ୍ତିନାପୁରରେ ଜଣେ ଭଲ ବ୍ୟକ୍ତି, ବିଶିଷ୍ଟ ବ୍ୟକ୍ତି, ଧର୍ମପରାୟଣ ବ୍ୟକ୍ତି ରାଜା ହେବେ, ଆଉ ତଦ୍ୱାରା ହସ୍ତିନାପୁର ସବୁ ପ୍ରକାର ସୁରକ୍ଷା ପ୍ରଦାନ ହେବ। ତ ସେ କହିଥିଲେ ଯେ ମୁଁ ଜୀବନ ସାରା ମୋର ପିଲାମାନଙ୍କୁ ସୁରକ୍ଷା ଦେବି, ପାଣ୍ଡବମାନଙ୍କୁ କୌରବମାନଙ୍କୁ ସୁରକ୍ଷା ଦେବି। ତେଣୁ ସିଏ ବାନ୍ଧିକିରି ଥିଲେ ତାଙ୍କର ବଚନ ଦ୍ୱାରା। ତେଣୁ କରିକିରି ସିଏ କୌରବମାନଙ୍କ ପକ୍ଷରେ ଥିଲେ।